ଯୀଶୁ ଖ୍ରୀଷ୍ଟ କ୍ରୁଶବିଦ୍ଧ ହେଇଥିଲେ ଆଉ ଯୀଶୁଙ୍କ ବାମ ପାଖରେ ଦକ୍ଷିଣ ପାଖରେ ଦୁଇ ଜଣଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା। ଯୀଶୁ ଯଦି ଲୋକମାନଙ୍କ ସକାଶେ କ୍ରୁଶରେ ବିଦ୍ଧ ହେଲେ ଆଉ ସେ ପରମେଶ୍ୱର ବା ଭଗବାନ ହେଲେ, ତେବେ ଦୁଇ ଜଣ କ୍ରୁଶରେ ଟଙ୍ଗା ଯାଇଥିବା ସେମାନେ ବି ଭଗବାନ କି? ପ୍ରିୟ ଈଶ୍ୱରଙ୍କର ଲୋକମାନେ, ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ଏଇ କିଛି ଦିନ ମଧ୍ୟରେ ମୋ ପାଖରେ ଗୋଟିଏ ଏକ କମେଣ୍ଟ ଆସିଥିଲା। କ'ଣ ନା, ଯୀଶୁ ଖ୍ରୀଷ୍ଟ ଯଦି ଭଗବାନ ଆଉ ଲୋକମାନଙ୍କ ନିମନ୍ତେ ସେ ନିଜର ପ୍ରାଣ ଦାନ କଲି, ବଳି ଉତ୍ସର୍ଗ କ୍ରୁଶରେ କଲେ, ତେବେ ଆଉ ଦୁଇ ଜଣଙ୍କୁ ମଧ୍ୟ ଏପଟେ ବାମ ପଟେ ଜଣଙ୍କୁ ଆଉ ଦକ୍ଷିଣ ହସ୍ତ ପଟେ ଜଣଙ୍କୁ ଯୀଶୁଙ୍କ ମଧ୍ୟରେ ସେମାନଙ୍କୁ ମଧ୍ୟ ପ୍ରାଣ ଦେବାକୁ ପଡ଼ିଲା। ହେଲେ ସେମାନେ ମଧ୍ୟ ଭଗବାନ କି? ଭିଡ଼ିଓ ଦେଖୁଥିବା ପ୍ରତ୍ୟେକ ଭାଇ ଓ ଭଉଣୀମାନଙ୍କୁ ମୁଁ ଅନୁରୋଧ କରେ, ଆଉ ଯେଉଁ ଭାଇ ଏହି କମେଣ୍ଟ ଲେଖିଲେ ମୁଁ ତାହାଙ୍କୁ ଧନ୍ୟବାଦ ଦେଉଛି। ଏହି ପ୍ରକାର କମେଣ୍ଟ ଲେଖିଲେ ହିଁ ଆପଣମାନେ ଉତ୍ତର କିଛି ପାଇପାରିବେ, ନହେଲେ ଆପଣମାନେ ପାଇପାରିବେ ନାହିଁ। ସେଥି ନିମନ୍ତେ ମୁଁ କହିବାକୁ ଚାହେଁ, ଆଉ ଯୀଶୁ ଖ୍ରୀଷ୍ଟ ପ୍ରକୃତରେ ଭଗବାନ ବା ପରମେଶ୍ୱର ଅଟନ୍ତି, କିନ୍ତୁ ସେଇ ଦୁଇ ଜଣ ଯେଉଁମାନଙ୍କୁ ସେମାନଙ୍କୁ ମଧ୍ୟ କ୍ରୁଶରେ ବିଦ୍ଧ କରାଗଲା, ସେମାନେ ପରମେଶ୍ୱର ନୁହନ୍ତି। କାହିଁକି? ସେ ଦୁଇ ଜଣ ପାପୀମାନେ। ଯେତେବେଳେ ଯିହୁଦୀମାନଙ୍କର ରୀତିନୀତି ଅନୁସାରେ ଯେତେବେଳେ ତାହାଙ୍କର ପର୍ବ ସମୟରେ ପ୍ରତ୍ୟେକ ବନ୍ଦୀରେ ଥିବା ଜେଲର ମାନଙ୍କୁ ଜଣକୁ ମୁକ୍ତି କରି ଦିଆଯାଉଥିଲା ପର୍ବ ସମୟରେ, କେବଳ ପ୍ରତିବର୍ଷ। ଆଉ ଅତ୍ୟଧିକ ଭୁଲ କରିଥିବା ଲୋକମାନଙ୍କୁ ପ୍ରାଣ ଦଣ୍ଡ ଦିଆଯାଉଥିଲା। ଏହି ଦୁଇ ଜଣ କ୍ରୁଶରେ ଯେଉଁ ଟଙ୍ଗା ଯାଇଛନ୍ତି ଯୀଶୁଙ୍କ ସହିତ, ଏହି ଲୋକମାନେ, ଏହି ଦୁଇ ଜଣ କ୍ରୁଶରେ ଟଙ୍ଗା ଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ କହିବାକୁ ଲାଗୁଛି। ସେହି ସମୟରେ ସେମାନଙ୍କର ପ୍ରାଣ ଯାଇନାହିଁ, ଯୀଶୁ ବି ଜୀବିତ ଅଛନ୍ତି। ଆଉ ଦୁଇ ଜଣ କ୍ରୁଶରେ ଯେଉଁମାନଙ୍କୁ ବାମରେ ଦକ୍ଷିଣରେ ବିଦ୍ଧ କରାଯାଇଛି, ସେମାନେ ମଧ୍ୟ ଜୀବିତ ଅଛନ୍ତି। ସେହି ସମୟରେ ଜଣେ କ'ଣ କହୁଛି ଦେଖନ୍ତୁ, ଆମମାନେ ମୁଁ ପଠନ କରିକି ଆପଣମାନଙ୍କୁ ଶ୍ରବଣ କରାଇବି, ଯାହାକି ଆପଣମାନେ ପବିତ୍ର ବାଇବଲର ଲୋକଲିଖିତ ସୁସମାଚାରର 23 ପର୍ବର 39 ପଦ ଆପଣମାନେ ପଠନ କରି ନେବେ। ମୁଁ ଏଠି ପଢ଼ି ଦେଉଛି। ଆଉ କ୍ରୁଶରେ ଚଢ଼ା ଯାଇଥିବା ଦୁଷ୍କର୍ମକାରୀ ମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର। କ'ଣ କହୁଛି? ତୁ କ'ଣ ଖ୍ରୀଷ୍ଟ ନୋହୁଁ? ତୁ ନିଜକୁ ଆଉ ଆମ ଦୁଇ ଜଣଙ୍କୁ ମଧ୍ୟ ରକ୍ଷା କର। ମାନେ ଏ ଦୁଷ୍କର୍ମକାରୀ ମାନେ ମଧ୍ୟ ଜାଣିଛନ୍ତି ଯେ ଏ ଜଣେ ଖ୍ରୀଷ୍ଟ। ମାନେ ଅନେକ ଲୋକମାନଙ୍କୁ ଇଏ ସୁସ୍ଥ କରିପାରୁଥିଲା, ମୃତ୍ୟୁ ଲୋକମାନଙ୍କୁ ଉଠାଇ ପାରୁଥିଲା। ସେଥିପାଇଁ ସେ କହୁଛନ୍ତି ଯେ ତୁ କ'ଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଆଉ ଆମ ଦୁଇ ଜଣଙ୍କୁ ମଧ୍ୟ ରକ୍ଷା କର। ମାନେ ଏଥିରେ ଆମମାନେ ଜାଣିପାରୁଛୁ ଯେ ସେଇଟା କ'ଣ ନା ଦୁଷ୍କର୍ମକାରୀ ମାନଙ୍କୁ ଟଙ୍ଗା ଯାଇଥିଲା। ଆପଣମାନେ ରିଏଲ ବୁଝିଲେ? ମାନେ ଦୁଷ୍କର୍ମକାରୀ ପର୍ବ ସମୟରେ ଏହି ପ୍ରକାର ଦୁଷ୍କର୍ମକାରୀ ମାନଙ୍କୁ ପ୍ରାଣ ଦଣ୍ଡ ଦିଆଯାଉଥିଲା, କିନ୍ତୁ ଜଣଙ୍କୁ ମୁକ୍ତି କରାଯାଉଥିଲା। ତାର ପର୍ବର ରୀତିନୀତି ଗୋଟେ ଥିଲା। ସେହି ସମୟରେ ଦୁଇ ଜଣଙ୍କୁ ଟଙ୍ଗା ଯାଇଥିବା ମଧ୍ୟରେ ଜଣେ ଏହା କହିଥିଲା, କିନ୍ତୁ ଅନ୍ୟ ଜଣକ ଟଙ୍ଗା ଯାଇଥିବା ବ୍ୟକ୍ତି ଆଉ କ'ଣ କହୁଛନ୍ତି ଆପଣମାନେ ଶୁଣନ୍ତୁ। 40 ପଦ। କିନ୍ତୁ ଅନ୍ୟ ଜଣକ ତାହାଙ୍କୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ତ ଦଣ୍ଡ ପାଉଛୁ, ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁନାହୁଁ? ତୁ ଯାହା ବି ଭୁଲ କରିଛୁ, ଦୁଷ୍କର୍ମ କରିଛୁ, ବ୍ୟଭିଚାର କରିଛୁ, ଯାହା ବି ଲୁଣ୍ଠନ କରିଛୁ, ତାହାର ତ ସମାନ ଦଣ୍ଡ ପାଉଛୁ। ମାନେ ଦୁଷ୍କର୍ମ କରିବା ଲୋକମାନେ, ଅନିଷ୍ଟ କରିବା ଲୋକମାନେ ଦଣ୍ଡ ପାଆନ୍ତି ଆଜ୍ଞା ଏହି ସମାଜରେ ମଧ୍ୟ। କିନ୍ତୁ ଏହି ବ୍ୟକ୍ତି କହୁଛି ଯେ ତୁ ତ ସମାନ ଦଣ୍ଡ ପାଉଛୁ, କିନ୍ତୁ ଈଶ୍ୱରଙ୍କୁ ମଧ୍ୟ ଭୟ କରୁନାହୁଁ। ସେ ଜାଣିଥିଲା ଇଏ ଈଶ୍ୱର ବୋଲି। ଦେଖନ୍ତୁ, ତେବେ ଆପଣମାନେ ଜାଣି ରଖନ୍ତୁ, ତ ଏହି ଦୁଇ ଜଣଙ୍କୁ ଟଙ୍ଗା ଯାଇଥିଲା, ସେମାନେ ପରସ୍ପରକୁ କହିବାକୁ ଲାଗୁଛନ୍ତି ଯେ ଆମେ ଭୁଲ କରିଛୁ, ଦୁଷ୍କର୍ମ କରିଛୁ, ଆମମାନେ ପାପ କରିଛୁ। ସେଥି ନିମନ୍ତେ ସେମାନଙ୍କୁ ଟଙ୍ଗା ଯାଇଥିଲା। କିନ୍ତୁ ଏହି ଲୋକକୁ ଯୀଶୁ କହିଲେ କ'ଣ? ଆମମାନେ ଦେଖୁଛୁ, ସେଟା ମଧ୍ୟ ତଳ ପଦକୁ ମୁଁ ପଢ଼ିଦେବି, ଆଉ 41 ପଦ ଗୋଟେ ଆପଣମାନଙ୍କୁ ପଢ଼ିକି ମୁଁ ଶୁଣେଇବି। ଆଉ ସେମାନେ
ସିନା ନ୍ୟାୟ ଭାବରେ ଦଣ୍ଡ ଭୋଗୁଛନ୍ତି, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି। କିଏ କହୁଛି? ସେ କ୍ରୁଶରେ ବିଧ ହେଇଥିବା ଜଣେ ବ୍ୟକ୍ତି କହୁଛି। ତୁ ସିନା ଯାହା ଭୁଲ କରୁଛୁ ତାର ଦଣ୍ଡ ପାଉଛୁ, କିନ୍ତୁ ଏହି ବ୍ୟକ୍ତି ଯୀଶୁ ସିଏ ନ୍ୟାୟ ଭାବରେ ଦଣ୍ଡ ପାଉଛନ୍ତି, କୌଣସି ସେ ଦୋଷ କରି ନାହାନ୍ତି। ତୁ ତାହାଙ୍କୁ ଭୟ କରୁନା ପରମେଶ୍ୱରଙ୍କୁ। କିଏ କହିଲା ଆଜ୍ଞା? କ୍ରୁଶରେ ବିଧ ଥିବା ଲୋକମାନଙ୍କୁ ମଧ୍ୟ ବୁଝନ୍ତି। ହେଲେ 2 ଜଣଙ୍କୁ ବିଧ କରାଯାଇଥିଲା। ଏମାନେ ନିଶ୍ଚୟ ଆପଣମାନେ ଜ୍ଞାତ ହୁଅନ୍ତୁ, ଏମାନେ ପ୍ରାଣଦଣ୍ଡ ପାଉଛନ୍ତି, ମାନେ ଲୋକମାନଙ୍କର ଆଶୀର୍ବାଦ ସକାଶେ ନୁହଁ, ନିଜର ଦଣ୍ଡ ନିମନ୍ତେ ବଳି ପାଉଛନ୍ତି। କିନ୍ତୁ ଯୀଶୁ ନିର୍ଦ୍ଦୋଷ ମନୁଷ୍ୟ, ଇଏ ଚୋର ମଧ୍ୟ ପ୍ରକାଶ କରିଛି ଜାଣିଛି। ସେଥିପାଇଁ ଇଏ କ'ଣ କହିଲା ବ୍ୟକ୍ତି? ପ୍ରଭୁ ଯେତେବେଳେ ନିଜ ରାଜ୍ୟରେ ପ୍ରବେଶ କରିବେ ସେହି ସମୟରେ ମୋତେ ସ୍ମରଣ କରିବେ। ଦେଖନ୍ତୁ 42 ପଦରେ ପୁଣି ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। ସେଥିରେ ତାଙ୍କୁ ଯୀଶୁ କହିଲେ, ମୁଁ ସତ୍ୟ ତୁମମାନଙ୍କୁ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀସରେ ଉପସ୍ଥିତ ହେବ। ଥ୍ୟାଙ୍କ ୟୁ। ପାରଦୀସ ଯାହା କୁହନ୍ତି ସ୍ୱର୍ଗର ଉଦ୍ୟାନ, ସ୍ୱର୍ଗର ବଗିଚା, ସ୍ୱର୍ଗରେ ଥିବା ପ୍ରାଙ୍ଗଣରେ, ଆପଣଙ୍କ ଘରରେ ଯାହା ବଗିଚା ଆପଣ କରନ୍ତି ସେହି ପ୍ରକାର ସ୍ୱର୍ଗରେ ଥିବା ପ୍ରାଙ୍ଗଣରେ ମୋ ସହିତ ଉପସ୍ଥିତ ହେବ ବୋଲି କିଏ କହିଲା? ଯୀଶୁ। ତେବେ ଆପଣମାନେ ଧରି ରଖନ୍ତୁ, ଏ ଚୋର ମଧ୍ୟ କହିଲା ଯେ ଇଏ ନିର୍ଦ୍ଦୋଷ ଭାବରେ ଦଣ୍ଡ ପାଉଛି। ସେଥିପାଇଁ ପିଲାତ ମଧ୍ୟ ତାହାଙ୍କୁ କ'ଣ କଲେ ନା, ଯେତେବେଳେ ଆପଣମାନେ ତା ପୂର୍ବ ପଦରେ ଆପଣମାନେ ଯଦି ଦେଖିବେ ସେଠାରେ ଲେଖାଯାଇଅଛି, ଲୋକମାନେ ଯୀଶୁଙ୍କୁ ୟାକୁ ପ୍ରାଣ ଦଣ୍ଡ ଦିଆଯାଉ, ୟାକୁ ପ୍ରାଣ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ। ହେରୋଦ ତାହାଙ୍କର କ'ଣ କଲେ ନା, କୌଣସି ଦୋଷ ନ ପାଇବାରୁ ସେ ପିଲାତଙ୍କ ନିକଟକୁ ପଠାଇଦେଲେ। ନାଇଁ, ପିଲାତଙ୍କ ନିକଟକୁ ନେଇକି ଯାଆନ୍ତୁ, ସେ କ'ଣ କରିବେ? 15 ପଦରେ ଆପଣମାନଙ୍କୁ ମୁଁ ପଢ଼ିବା। ହେରୋଦ ମଧ୍ୟ ପାଇନାହାନ୍ତି, କାରଣ ସେ ତାହାଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇ ଦେଲେ। ଆଉ ଦେଖ, ଏ ପ୍ରାଣ ଦଣ୍ଡ ଯୋଗ୍ୟ କୌଣସି କର୍ମ କରି ନାହିଁ, କିନ୍ତୁ ଲୋକମାନଙ୍କର ଇଚ୍ଛା ଆଜ୍ଞା ଇଏ ପ୍ରାଣ ଦଣ୍ଡ ପାଉ। ଭୁଲ କରିନାହାନ୍ତି, କିନ୍ତୁ ବିଚାରପତି ମାନେ ବିଚାର କରୁଛନ୍ତି, କୌଣସି ଭୁଲ ଯୀଶୁଙ୍କ ଠାରେ ବାହାରୁ ନାହିଁ। କାହିଁକି? ଏ ଜଣେ ପରମେଶ୍ୱର ଭୁଲ କରିବାକୁ ଆସିନାହାନ୍ତି, କିନ୍ତୁ ଲୋକମାନେ ପୁନର୍ବାର ଦାବି କରିବାକୁ ଲାଗିଲେ, ୟାକୁ ପ୍ରାଣ ଦଣ୍ଡ ଦିଆଯାଉ, ୟାକୁ ପ୍ରାଣ ଦଣ୍ଡ ଦିଆଯାଉ, ୟାକୁ କ୍ରୁଶୀୟ ଦଣ୍ଡ ଦିଆଯାଉ। କିନ୍ତୁ ପୁନର୍ବାର ଆଉ ଥରେ ବି ପିଲାତ କ'ଣ କହୁଛନ୍ତି, ଆସନ୍ତୁ ଆମମାନେ ଦେଖିବା 23 ପଦରେ। ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟି କରି ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ। ସେମାନେ ଯେତେବେଳେ ଜିଦ୍ କଲେ, ବଡ଼ ପାଟି କରି କରି ଦାବି କଲେ, ଆଉ ସେତେବେଳେ ପିଲାତ ସେମାନଙ୍କୁ ଛାଡ଼ିଥିଲେ। କାହିଁକି ନା ସେ 3 ଥର ପର୍ଯ୍ୟନ୍ତ ସେ ଦୋଷ କରିନାହାନ୍ତି ବୋଲି ସେମାନଙ୍କୁ କହିଲେ, ଯାହାକି ଲେଖାଯାଏ, ଆପଣମାନେ ପଢ଼ିବେ 22 ପଦରେ। ଦେଖନ୍ତୁ, ମୁଁ ପଢ଼ି ଦେଉଛି ଆପଣମାନଙ୍କୁ। ପୁଣି ସେ ସେମାନଙ୍କୁ 3ୟ ଥର କହିଲେ, କାହିଁକି? ସେ କି ଦୋଷ କରିଅଛି? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇଲୁ ନାହିଁ, ଅତଏବ ଆମ୍ଭେ ତାହାଙ୍କୁ ଶାସ୍ତି ଦେଇକି ବରଂ ଛାଡ଼ିଦେବୁ। କିନ୍ତୁ ଲୋକମାନେ ଅପିଲେ ନାହିଁ। ସେଥି ନିମନ୍ତେ ଆପଣମାନେ ଏହି ଭିଡ଼ିଓରୁ ସ୍ପଷ୍ଟ ରୂପେ ଆପଣମାନେ ଜାଣିପାରୁଥିବେ ଯେ ପ୍ରଭୁ ଯୀଶୁ ନ୍ୟାୟ ଭାବରେ, ଯାହାକି ଆଗରୁ ଭବିଷ୍ୟତବାଣୀ ହେଇଥିଲା, ଯେଉଁକି ମହର୍ଷି ମଧ୍ୟଙ୍କ ପ୍ରତ୍ୟାଦେଶ ଯେଉଁମାନେ କି ପାଇଥିଲେ, ମାନେ କନ୍ୟାଙ୍କ ଠାରେ ଗର୍ଭଜାତ ଈଶ୍ୱର ସେ ହିଁ କରିବେ ପାପ ମୋଚନ। ସେ ଯାହା ପ୍ରତ୍ୟାଦେଶ ପାଇଥିଲେ, ସେ ଜଣେ କନ୍ୟାଙ୍କ ଗର୍ଭରେ ଜନ୍ମ ହେବେ, ବାପା ନାହିଁ, କିନ୍ତୁ ଏ ହିଁ ପରିତ୍ରାଣ କରିବ। ଆଉ ଲୋକମାନଙ୍କର ପରିତ୍ରାଣ କରିବା ନିମନ୍ତେ ଯାହା ଲିଖିତ ଥିଲା, ସେଥି ନିମନ୍ତେ ଯୀଶୁ କ୍ରୁଶରେ ଚଢ଼ାଗଲେ ଆଉ ମୃତ୍ୟୁ ହେଲେ। କିନ୍ତୁ ଏହି 2 ଜଣଙ୍କୁ ଯାହା ଟଙ୍ଗା ଯାଇଥିଲା, ଏମାନେ ଦୁଷ୍କର୍ମମାନେ, ଏମାନଙ୍କୁ ନିଜର ଭୁଲ ସକାଶେ ଦଣ୍ଡ ଏମାନେ ପାଇଲେ। ଆପଣମାନେ ସ୍ପଷ୍ଟ ରୂପେ ଜାଣିପାରିଥିବେ ଯେ କ୍ରୁଶରେ 3 ଜଣଙ୍କୁ ଟଙ୍ଗା ଯାଇଥିଲା, ଜଣେ ଯୀଶୁ, ଅନ୍ୟ ଜଣେ ଦୁଷ୍କର୍ମକାରୀମାନେ। ଏମାନେ ଦୁଷ୍କର୍ମକାରୀମାନେ, ଆଉ କେବଳ ଜଣେ ହିଁ ଭଗବାନ ସ୍ୱୟଂ ପରମେଶ୍ୱର ଯୀଶୁ ଅଟନ୍ତି।